ମୁଁ ବଞ୍ଚି ଥାଉ ଥାଉ ତା ବାପା ତା ମଥାରୁ ସିନ୍ଦୁର ପୋଛି ତାକୁ ବିଧବା ସଜେଇକି ରଖିଥିଲା। ଆଉ ଗୋଟେ ଘରେ ତାକୁ ତାଲା ପକେଇ ତାର ଅଣ୍ଡରଗ୍ରାଉଣ୍ଡର ଗୋଟେ ଘରେ ତାଲା ପକେଇ ତାକୁ ମାନେ ରଖିକି ଇଏ କରାଯାଇଥିଲା। ତୋ ଛୁଆକୁ ମାରି ଫୋପାଡ଼ି ଦେବି, ତୋତେ ନେଇ ବେଶିଆ ବାଡ଼ିରେ ନେଇକି ଛାଡ଼ି ଦେଇ ଆସିବି। ତା ବାପ ଏ କଥା କହିଛି। ଅଭିଜିତ ପଣ୍ଡା ସିଏ ତ ମୋ ସ୍ତ୍ରୀ ନା, ଯାହା ବି ହେଲେ ମୁଁ ତ ତାକୁ ଛାଡ଼ିବିନି। ଯାହା ବି ହେଲେ ମୁଁ ବି କୋର୍ଟରେ ବି ଯାଇକି ଲଢ଼ିକି ଆଣିଥାନ୍ତି। ଏ କେସ୍ର କେବଳ ଏକମାତ୍ର ତାର ଖଳନାୟକ ହେଲା ତା ବାପା। ତା ବାପା ମୋ ସ୍ତ୍ରୀକୁ ଶିଖେଇ ସାକେଇ ଭଲ ମନ୍ଦ କରି ତା ଘରକୁ ନେଇଯାଇଥିଲା। ଆମର ସ୍ୱାମୀ ସ୍ତ୍ରୀ ଭିତରେ ତାକୁ ମୁଁ ଖାଲି ଗୋଟେ ହାତରେ ଗୋଟେ ଚାପୁଡ଼ା ପକାଇ ଦେଇଥିଲି। ଏତିକି ହେଲା କେସ୍ ଆମର। ଯେହେତୁ ଏଇ କାରଣ ପାଇଁ ତା ବାପା ଧରି ଆଣି ମୋ ନାଁରେ କେସ୍ ଦେଇକି ଏଠି ମୋ ଭାଇ ନାଁରେ, ମୋ ବାପା ନାଁରେ, ତାପରେ ମୋ ବୋଉ ନାଁରେ, ଆମ 4 ଜଣଙ୍କ ନାଁରେ କେସ୍ ଦେଇଥିଲା। ଏବେ 2 ବର୍ଷ ହେଲା ବାହାଘର ହେଇଥିଲା, କାହିଁକି କେସ୍ ହେଲା? 2 ବର୍ଷ ହେଲା ବାହାଘର ହେଇଥିଲା। ମୋ ସ୍ତ୍ରୀର ଗୋଟେ ଚାକିରି ଆସିଥିଲା। ସେ ଚାକିରି ପାଇଁ ମୁଁ ତାକୁ ଗୋଟେ ସାଇନ୍ ପାଇଁ ପଠାଇଥିଲି। ସେ ସାଇନ୍ଟା ଯେହେତୁ ସେ ନ କଲା, ସେ ମୁଁ ତାକୁ 2-3 ଥର ଫୋନ୍ କଲି। ସେ ତା ଭିତରେ ସେଠୁ ମୁଁ ଆସିଲି। ସେଠୁ କହିଲେ ନାଇଁ କ'ଣ ପାଇଁ କରିବି, ଏ ପାଇଁ କରିବି। ଏଇ କଥାରୁ ଟିକେ ଇଏ ହେଇକି ସେଠୁ ମୁଁ ତାକୁ ଗୋଟେ ଏବେ ତମ ସ୍ତ୍ରୀ ତମ ପାଖକୁ ଆସିଛି। ଆଜ୍ଞା। ତେବେ ଏ ବିଷୟରେ କ'ଣ କହିବେ? କ'ଣ ଏ ଘଟଣା ବୁଲିଥିଲା ଆସିବା ପରେ? ସେ ତ ଏବେ ତା ଭୁଲ ବୁଝି ସାରିଛି। ଆଉ ମୁଁ ବି ମୋ ସ୍ତ୍ରୀକୁ ମୁଁ ଗ୍ରହଣ କରିସାରିଛି। ଆଉ ସମସ୍ତଙ୍କ ଉପସ୍ଥିତିରେ ମୁଁ ତା ମଥାରେ ସିନ୍ଦୁର ଦେଇ ଫେର ପୁନର୍ବାର ସଦବା କରି ତାକୁ ନେଇକି ଯାଉଛି। ମୁଁ ବଞ୍ଚି ଥାଉ ଥାଉ ତା ବାପା ତା ମଥାରୁ ସିନ୍ଦୁର ପୋଛି ତାକୁ ବିଧବା ସଜେଇକି ରଖିଥିଲା। ଆଉ ଗୋଟେ ଘରେ ତାକୁ ତାଲା ପକେଇ ତାର ଅଣ୍ଡରଗ୍ରାଉଣ୍ଡର ଗୋଟେ ଘରେ ତାଲା ପକେଇ ତାକୁ ମାନେ ରଖିକି ଇଏ କରାଯାଇଥିଲା। ମୋ ପାଖରୁ କିଛି ଅର୍ଥ ଲୁଟି ନେଇ ସାରିଲା ପରେ ମୋ ସ୍ତ୍ରୀକୁ ଏହା ଧମକ ଦିଆଯାଇଥିଲା କି ଯେ ତୁ ତ ନିଜ ନାଁରେ ତୁ ଏଫଆଇଆର୍ ଲେଖିଛୁ, ତୋ ସ୍ୱାମୀ ନାଁରେ, ତୋ ନିଜ ସ୍ୱାମୀ ନାଁରେ ତୁ ନିଜେ ଏଫଆଇଆର୍ ଦେଇଛୁ। ତାପରେ ମୁଁ ତୋତେ ମାରିକି ଫୋପାଡ଼ି ଦେବି, ତୋ ଛୁଆକୁ ମାରି ଫୋପାଡ଼ି ଦେବି, ତୋତେ ନେଇ ବେଶିଆ ବାଡ଼ିରେ ନେଇକି ଛାଡ଼ି ଦେଇ ଆସିବି। ତା ବାପ ଏ କଥା କହିଛି। ଏଟା ମୋତେ ନ ପଚାରି ତା ଝିଅକୁ ପଚାରିଲେ ବହୁତ ଭଲ ହୁଅନ୍ତା।